ଜୟଗୁରୁ। ଗହନ କଥା ନାରାୟଣ ମିଶ୍ର ଚ୍ୟାନେଲର ଆଉ ଏକ ନୂତନ ଅଧ୍ୟାୟ ଯାହାର ନାମ ହେଉଛି ଈର୍ଷା, ତାକୁ ସ୍ୱାଗତ କରୁଛି ଗୁଣଗ୍ରାହୀ ଦର୍ଶକ ଏବଂ ଶ୍ରୋତାମାନଙ୍କୁ। ମୁଁ ନାରାୟଣ ମିଶ୍ର। ଈର୍ଷା ଏଭଳି ଗୋଟେ ଜିନିଷ ଯେତେବେଳେ ମନ ଭିତରେ ସେଇଟା ଭର୍ତ୍ତି ହୋଇଯାଏ, ଆମେ ଅଜଣା ଲୋକ ବଡ଼ ହେବାଟାକୁ ସହିପାରୁ, ଯାହାକୁ ଆମର କିଛି ଆମେ ଜାଣିନୁ। ଗୋଟେ ସେ ଯଦି କୋଟିପତି ହୁଏ ଆମର କିଛି ଆପତ୍ତି ନାହିଁ, କିନ୍ତୁ ଆମ ଭାଇ, ବନ୍ଧୁ, କୁଟୁମ୍ବ, ପଡ଼ୋଶୀ, ସହକର୍ମୀ ଯଦି ହଠାତ୍ କେହି ଉପରକୁ ଉଠିଗଲେ ଆଉ ଆମକୁ ରାତିରେ ନିଦ ହୁଏନି। ଏଇଟା ହେଉଛି ଈର୍ଷା। ଯେଉଁ ଆତ୍ମୀୟ ସ୍ୱଜନଟି ଉପରକୁ ଉଠିଲା ତାର କେମିତି କ୍ଷତି ହେବ ସେଥିପାଇଁ ଆମେ ଯେ ସବୁବେଳେ ମନେ ମନେ ଭାବୁ ସେ କଥା ନୁହଁ, ବେଳେବେଳେ ଈଶ୍ୱରଙ୍କୁ ପ୍ରାର୍ଥନା ବି କରୁ ଯେ ଭଗବାନ ଯଦି ତୁମେ ପ୍ରକୃତିରେ ଥାଅ, ଆକୁ ଉପରେ ବଜ୍ର ପକାଇ ଦିଅ। ଯିଏ ଉପରକୁ ଉଠିଯାଇଛି ତାପରେ ବଜ୍ର ପକାଇ ଦିଅ। ସେ ଆମ ଲୋକ, ସେ ଆମ ପଡ଼ୋଶୀ ବା ଆମ ସହକର୍ମୀ ବା ଆମ ଭାଇ ବା ବନ୍ଧୁ ବା କୁଟୁମ୍ବ, ଅନ୍ୟମାନେ କୋଟିପତି ହୁଅନ୍ତୁ, କିଛି ଆପତ୍ତି ନାହିଁ। ଇଏଟା ହେଇଯିବା ଆମ ଘରେ କେହି ସହିପାରୁନାହାନ୍ତି। ମୁଁ ତ ନିଜେ ସହିପାରୁନି, ଆଉ ତା ରାତିରେ ନିଦ ହେଉନି। ତେଣୁ ଭଗବାନଙ୍କୁ ଆମେ ଡାକିବୁ କେମିତି ତାପରେ ବଜ୍ର ପକାଇ ଦିଅ, ତାକୁ ଦୁର୍ଘଟଣାରେ ମାରିଦିଅ, ନହେଲେ ତା ପିଲାଙ୍କୁ କେଉଁଠି ଗୋଟେ ଦୁର୍ଘଟଣା କରିକି ଅପାଙ୍ଗ କରିଦିଅ। ଯାହା ବି କର ତାଙ୍କୁ ଅଳ୍ପାୟୁଷ କରିଦିଅ। ଏଇ ଯେଉଁ ଭାବନାଟା, ଏଇଟା ହେଉଛି ଈର୍ଷା। ଈର୍ଷା ଯେତେ ବଢ଼ିବ, ଆପଣ ଯେତେ ଆଧ୍ୟାତ୍ମିକ ଚିନ୍ତା କଲା ଭଳି ଲୋକଙ୍କୁ ଦେଖାନ୍ତୁ, ଭଗବାନ ସେତିକି ଦୂରକୁ ଯିବେ। କେବେ ଭଗବାନ ଆପଣଙ୍କ ପାଖକୁ ଆସିବେନି ଏବଂ ଆପଣଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ କରିବେ, କାରଣ ଆପଣଙ୍କ ଅନ୍ୟ ଲୋକର ଅନିଷ୍ଟ ଚିନ୍ତା କରୁଛନ୍ତି। ଏ ବିଷୟରେ ଗୋଟେ ସୁନ୍ଦର ଗଳ୍ପ ଅଛି। ରାଜାଙ୍କ ପାଖରେ ଜଣେ ପୁରୋହିତ ଥିଲେ, ତାଙ୍କୁ ରାଜପୁରୋହିତ କୁହାହେଉଥିଲା। ରାଜା ତାଙ୍କୁ ବହୁତ ନିକଟ ଭାବୁଥିଲେ ଏବଂ ବହୁତ ସୁନା ରୂପା ଗଣା ଯେତେବେଳେ ଯାହା ଦରକାର ସେ ତାକୁ ଭଲରେ ରଖିଥିଲେ, ଘର ଦ୍ୱାର ସବୁ ଦେଇଥିଲେ ଏବଂ ଭଲରେ ରଖିଥିଲେ। କିନ୍ତୁ ସେଇ ରାଜ୍ୟର ରାଜାଙ୍କ ଦରବାରର ଖୁବ୍ ଅଳ୍ପ ଦୂରରେ ଗୋଟିଏ ଶିବ ମନ୍ଦିର ଅଛି। ସେ ଶିବ ମନ୍ଦିର ପଛପଟେ ଗୋଟିଏ କୁଡ଼ିଆ କରି ଜଣେ ବ୍ରାହ୍ମଣ ରହୁଥିଲେ। ସେ ବ୍ରାହ୍ମଣ ୟାଙ୍କଠାରୁ ଯଥେଷ୍ଟ ଅଧିକ ବିଜ୍ଞ, ନମ୍ର ମଧ୍ୟ, ସବୁ ଜାଣନ୍ତି। ଅଧିକାଂଶ ଲୋକ ତାଙ୍କ ପାଖକୁ ଯାଆନ୍ତି। ରାଜପୁରୋହିତଙ୍କ ପାଖକୁ ଯିବାର କୌଣସି ବାଟ ନାହିଁ ଏବଂ ସେ ତାଙ୍କର ବହୁତ ସ୍ୱନାମ, ମାନେ ନାଁ ବହୁତ ବ୍ୟାପିଗଲା। ଏଇ ଯେ ରାଜପୁରୋହିତଙ୍କ ସ୍ତ୍ରୀ ମଧ୍ୟ ସେ ଶିବ ମନ୍ଦିର ପଛପଟେ ଥିବା ପୁରୋହିତଙ୍କୁ ସବୁବେଳେ ପ୍ରଶଂସା କରି କହନ୍ତି। ତାଙ୍କ ପ୍ରଶଂସାଟା ଶୁଣି ଶୁଣି ରାଜପୁରୋହିତଙ୍କ ମନରେ ଭୟଙ୍କର ଈର୍ଷା ଆସିଲା। କହିଲେ, ଯଦି ରାଜା ଜାଣିବେ ଯେ ମୋ ଠାରୁ ଅଧିକ ବିଜ୍ଞ ଏବଂ ନମ୍ର ଜଣେ ପୁରୋହିତ ଅଛନ୍ତି, ତାହେଲେ ମୋ ଚାକିରିଟି ଗଲା। ସେ ନିଶ୍ଚୟ ତାଙ୍କୁ ଡାକିକିରି ରାଜପୁରୋହିତ କରିଦେବେ। ତେଣୁ ସେ କ'ଣ କଲେ, ଗୋଟିଏ ଯୋଜନା କଲେ, ଈର୍ଷାର ଯୋଜନା। ସେ ଏକାନ୍ତରେ ଥରେ ରାଜାଙ୍କୁ କହିଲେ ଯେ ଆପଣଙ୍କର ଯେଉଁ ରାଜମହଲ ତିଆରି ହେଇଛି ତାର ଯେଉଁ ପୂର୍ବ ଦ୍ୱାର ସେଠି ବାସ୍ତୁଦୋଷ ଅଛି। ରାଜା କହିଲେ, କେମିତି କଟିବ? ନା ସେଟାକୁ ଭାଙ୍ଗି ଆଉ ଥରେ ତିଆରି କରିବାକୁ ପଡ଼ିବ। ନା ତାହେଲେ କରାଯାଉ, ମନ୍ତ୍ରୀକି ମୁଁ କହିଦେଉଛି। ନା ନାଇଁ, ତା ଦେହରେ ଗୋଟେ ଅଛି, ଆଉ ଗୋଟେ କାମ ଅଛି। ନା କ'ଣ? ନା ସେଠି ଗୋଟିଏ ବୃଦ୍ଧ, ଚନ୍ଦା ଏବଂ ପାକୁଆ ବ୍ରାହ୍ମଣକୁ ବଳି ଦେବାକୁ ପଡ଼ିବ। କାରଣ ସେ ଶିବ ମନ୍ଦିର ପଛପଟେ ଯିଏ ରହୁଥିଲା ସିଏ ବୃଦ୍ଧ, ସିଏ ଚନ୍ଦା ଏବଂ ପାକୁଆ। ରାଜା କହିଲେ, ଏମିତି ଲୋକ ମୁଁ କେଉଁଠି ପାଇବି? ନା ଅଛି ଆଜ୍ଞା, ଗୋଟେ ଲୋକ ମୁଁ ଠିକ୍ କରିଛି। ମୁଁ ବହୁତ ଦିନଠୁ ଏ ଚିନ୍ତାରେ ଥିଲି କେମିତି ରାଜମହଲଟା ଶାନ୍ତିରେ ରହିବ, ବାସ୍ତୁଦୋଷ କଟିବ। ତେଣୁ ସେ ଲୋକଟି ଶିବ ମନ୍ଦିର ପଛପଟେ ରହୁଛି। ନା ତାହେଲେ ତାକୁ ଅଣାଯାଉ, ମୁଁ ଆଦେଶ କରିଦେଉଛି। କାଲି ମୋତେ ମନେ ପକାଇଦେବ, ମୁଁ କାଲି ତାକୁ ଆଣିବି, ତାକୁ ବଳି ପକାଇବାର ବ୍ୟବସ୍ଥା କରିବା। ଏ କଥାଟା ଯେତେବେଳେ ରାଜାଙ୍କ କାନକୁ ଗଲା, ରାଜପୁରୋହିତ କହିଲେ, ସେ ଯାଇ ସେ କଥାଟି ଅତି ଖୁସି ହେଇକରି, ରାଜା ଆଦେଶ ଦେଲେ ଯେ ସେ ଲୋକକୁ କାଲି ଅଣାଯିବ। ରାଜପୁରୋହିତ ଖୁସି ହେଇକି ତାଙ୍କ ସ୍ତ୍ରୀକି କହିଦେଲେ। ତାଙ୍କ ସ୍ତ୍ରୀ ତ ସେ ପୁରୋହିତଙ୍କୁ ବହୁତ ଭଲ ପାଆନ୍ତି, ଯେଉଁ ଶିବ ମନ୍ଦିର ପଛପଟେ ଯିଏ ଥିଲେ ତାଙ୍କୁ ବହୁତ ଭଲ ପାଆନ୍ତି, ମାନନ୍ତି। ତେଣୁ ସେ ତାଙ୍କ ସ୍ତ୍ରୀ ରାତାରାତି ଖବର କରିଦେଲେ ଯେ ଯେତେ ଚନ୍ଦା, ବୃଦ୍ଧ, ପାକୁଆ ବ୍ରାହ୍ମଣ ଅଛ, ରାତାରାତି ରାଜ୍ୟ ଛାଡ଼ି ପଳେଇଯାଅ। ତେଣୁ ତାପରେ ଯେତେବେଳେ ରାଜା ମନ୍ତ୍ରୀଙ୍କୁ କହିଲେ ଯେ ଜଣେ ବୃଦ୍ଧ, ଚନ୍ଦା ଏବଂ ପାକୁଆ ବ୍ରାହ୍ମଣକୁ ଆଣ, ବଳି ପକାଇବା। ମନ୍ତ୍ରୀ କହିଲେ, ଆପଣ କହିଥିଲେ ସକାଳେ, ମୁଁ ତ ଏଇ ବର୍ତ୍ତମାନ 10ଟା 11ଟା ବାଜିଲାଣି, ରାଜ୍ୟରେ ଆଉ ସେଭଳି ଲୋକ କେହି ନାହାନ୍ତି, ଜଣେ ଅଛି। ନା କିଏ? ନା ରାଜପୁରୋହିତ ନିଜେ। ରାଜା କହିଲେ, ତାହେଲେ ଆମ ପୁରୋହିତ କାମ କେମିତି ହେବ? ବୁଝାବୁଝି କିଏ କରିବ? ନା ସେଥିପାଇଁ ଜଣେ ସଂସ୍କୃତ କଲେଜର ଜଣେ ଯୁବ ଅଧ୍ୟାପକ ଅଛନ୍ତି, ସେ ସମସ୍ତ ପୂଜା ଜାଣିଛନ୍ତି। ନା ତାହେଲେ ଠିକ୍ ଅଛି, ରାଜପୁରୋହିତଙ୍କୁ ବଳି ପକାଇବା ବ୍ୟବସ୍ଥା କର। ଏସବୁ ଡେଭଲପମେଣ୍ଟ ଯାହା ହେଲା, ଏସବୁ ବିଷୟ ଯାହା ଚର୍ଚ୍ଚା ହେଲା,
ଏ ବିଷୟ ଶୁଣିବା ପରେ ରାଜପୁରୋହିତ ବଡ଼ ଚିନ୍ତାରେ ଥିଲେ ଯେ ସେ ବଳି ପଡ଼ିବାକୁ ଯାଉଛନ୍ତି। କିନ୍ତୁ ଯୁବ ପୁରୋହିତ ଯିଏ ସଂସ୍କୃତ କଲେଜରେ ଯିଏ ଯୁବ ଅଧ୍ୟାପକ ଥିଲେ, ସିଏ ଗୋଟିଏ ସର୍ତ୍ତ ରଖିଲେ ଯେ ଯେଉଁ ବଳି ପଡ଼ିବେ ସିଏ ଆଉ ବଳି ପକାଇବା ଲୋକ ମାନେ ମୁଁ, ଏହା ବ୍ୟତିରେକ ଆଉ କେହି ସେଠି ରହିବେନି। ରାଜା ହଁ କରିଦେଲେ। ତେଣୁ ଯୁବ ଅଧ୍ୟାପକ ବଳି ଜାଗାରେ ରାଜପୁରୋହିତଙ୍କୁ ଖଲାସ କରିଥିଲେ, କହିଲେ ତୁମେ ପଳାଅ, ମୁଁ ଗୋଟେ ପଶୁ ମାରିକି ଦେଖେଇଦେବି, ତୁମେ କିଛି ବ୍ୟସ୍ତ ହୁଅନା। ରାଜପୁରୋହିତ ପଳେଇଗଲେ ରାଜ୍ୟ ଛାଡ଼ିକିରି। ତାପରେ ରାଜା ଖୁସି ହେଲେ, ପୂର୍ବଦ୍ୱାର ପୁଣି ଭାଙ୍ଗି ତିଆରି ହେଲା, ବାସବସ କଟିଲା ବୋଲିକି ରାଜା ଜାଣିଲେ। କିନ୍ତୁ ରାଜପୁରୋହିତ ଯେ ଘର ଛାଡ଼ିକି ପଳେଇ ଯାଇଛନ୍ତି ରାଜ୍ୟ ଛାଡ଼ିକିରି, ଏ କଥା କେହି ଜାଣିନାହାନ୍ତି। କେବଳ ସେ ଯୁବ ଅଧ୍ୟାପକ ଯିଏକି ରାଜପୁରୋହିତ ପଦବୀ ପାଇଲେ ସେଇ କେବଳ ଜାଣିଛନ୍ତି, କାରଣ ସେ ତାଙ୍କ ଯୋଗୁଁ ହିଁ ସେ ଖଲାସ ପାଇଲେ। ତାପରେ ଆସ୍ତେ ଆସ୍ତେ ଯେତେ ଲୋକ ରାଜ୍ୟରୁ ପଳେଇଥିଲେ, ଯେଉଁମାନେ ଚନ୍ଦା ବୃଦ୍ଧ ପାକୁଆ ବ୍ରାହ୍ମଣ, ସେ ସବୁ ଫେରି ଆସିଲେ ରାଜ୍ୟକୁ। କିନ୍ତୁ ସେ ରାଜପୁରୋହିତ ଯିଏ ଆଗରୁ ଥିଲେ ସେ ଆଉ ଫେରିଲେ ନାହିଁ, କାରଣ ରାଜ୍ୟ ଜାଣିଛି, ରାଜା ଜାଣିଛନ୍ତି ଯେ ସେ ମୃତ, ସେ ଆଉ ବଞ୍ଚି ନାହାନ୍ତି। ତେଣୁ ସେ କେମିତି ଯାଇ ମୁହଁ ଦେଖେଇବେ? ତେଣୁ ସମସ୍ତେ ରାଜ୍ୟକୁ ଆସିଲେ, ସେ ଆଉ ଫେରିପାରିଲେ ନାହିଁ। ତେଣୁ ଯେଉଁ ଅନୁଗ୍ରହ ପାଉଥିଲେ ରାଜାଙ୍କ ପାଖରୁ ସେତକ ଗଲା, ରାଜ୍ୟ ହାତରୁ ଗଲା, ରାଜ୍ୟକୁ ଫେରିପାରିଲେ ନାହିଁ। ବନ୍ଧୁ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଗଲେ, କେହି ରହିଲେନି ତାଙ୍କର। ତେଣୁ ସାମାନ୍ୟ ଈର୍ଷା ଯେ ଗୋଟେ ଲୋକଙ୍କର ଅଧିକ ଜ୍ଞାନ ଅଛି ବା ସେ ଅଧିକ ପ୍ରତିଷ୍ଠିତ, ସେ କିନ୍ତୁ ବିନମ୍ର, ଏଇ ଯେଉଁ ଭଲ ଗୁଣ ତାର ସବୁ ଅଛି, ଯେଉଁ ସେ ତାଙ୍କ ସ୍ତ୍ରୀ ମଧ୍ୟ ପ୍ରଶଂସା କରୁଥିଲେ, ରାଜପୁରୋହିତଙ୍କ ସ୍ତ୍ରୀ। ଏଇଥିରେ ଈର୍ଷାପରାୟଣ ହେଇ ରାଜପୁରୋହିତ ଯେଉଁ କାମ କଲେ ତାଦ୍ୱାରା କ୍ଷତି କାହାର ହେଲା? ଅଲ୍ଟିମେଟଲି କ୍ଷତି ରାଜପୁରୋହିତଙ୍କର ହେଲା। ସବୁଦିନ ପାଇଁ ସେ ଆଉ ରାଜ୍ୟକୁ ଫେରିଲେ ନାହିଁ। ଆଉ ଗୋଟିଏ ସୁନ୍ଦର ଗଳ୍ପ ଅଛି, ଶୁଣନ୍ତୁ। ଥରେ ଶିବ ପାର୍ବତୀ ଯାଉଥିଲେ, ଆକାଶରେ ଯାଉଛନ୍ତି, ଦେଖିଲେ ଯେ ଗୋଟିଏ ପୁରୁଷ, ତାର ସ୍ତ୍ରୀ ଏବଂ ପିଲାଟିଏ ଅତି ଦୟନହୀନ ଅବସ୍ଥାରେ ବସିଛନ୍ତି, 3 ଦିନ ହେଲା ଖାଇନାହାନ୍ତି। ପାର୍ବତୀ ତ ମା, ସେ କହିଲେ ଭଗବାନ ଆପଣ କିଛି ଗୋଟେ ବ୍ୟବସ୍ଥା କରନ୍ତୁ, ଯେମିତିକି ଏମାନଙ୍କର ଟିକେ ସ୍ୱଚ୍ଛଳ ଚଳିବାର ବ୍ୟବସ୍ଥା ହେଇଯିବ। ମହାଦେବ କହିଲେ ଶୁଣ, ଏ ତାଙ୍କ କର୍ମର ଫଳ, ସେମାନେ ଆର ଜନ୍ମରେ ଅନେକ ଦୋଷ କରିଛନ୍ତି, ତେଣୁ ସେମାନେ ଭୋଗୁଛନ୍ତି। ତାଙ୍କୁ ବର୍ତ୍ତମାନ ତୁମେ ବର ଦେଲେ ବି ତାର ଫଳ କିଛି ହେବନି। ନା ବରର କେମିତି ଫଳ ହେବନି? ନା ତାହେଲେ ଠିକ୍ ଅଛି, ଚାଲ ଯିବା। ମୁଁ ତାଙ୍କୁ 3ଟା ବର ଦେବି, ସ୍ୱାମୀକି ଗୋଟେ ବର ଦେବି, ସ୍ତ୍ରୀକି ଗୋଟେ ବର ଦେବି, ସେ ପିଲାକୁ ମଧ୍ୟ ଗୋଟେ ବର ଦେବି। ତୁମେ ଦେଖିବା ସେ ବରର କ'ଣ ଏଫେକ୍ଟ ହେଉଛି। ଶିବ ପାର୍ବତୀ ଉଭା ହେଇଗଲେ 3 ଜଣ ଲୋକଙ୍କ ଆଗରେ, ସ୍ୱାମୀ ସ୍ତ୍ରୀ ଆଉ ପିଲା। ତେଣୁ କହିଲେ ତୁମ 3 ଜଣଙ୍କୁ ମୁଁ 3ଟି ବର ଦେବି, ତୁମର ଯାହା ଇଚ୍ଛା ମାଗ, ମୁଁ ତଥାସ୍ତୁ କରିଦେବି। ପ୍ରଥମେ ସ୍ତ୍ରୀଟି କହିଲା ଆଜ୍ଞା ଆପଣ ତ ଭଗବାନ, ମୁଁ ବୁଢ଼ୀ ହେଇଗଲିଣି, ମୋର ବୟସ ଚାଲିଗଲାଣି, ଆଉ ଖଟି ପାରୁନି। ଆମେ ଖଟିଖିଆ ଲୋକ, ଆମେ ଉପରି ପଇସା କିଛି ଚାହୁଁନି। ମୁଁ ଖଟି ପାରୁନି କାରଣ ମୋର ବୟସ ଗଡ଼ିଗଲାଣି। ଆପଣ ମୋତେ ଯୁବତୀ କରିଦିଅନ୍ତୁ, ମୁଁ ଖଟିକିରି ଗଣ୍ଡେ ଖାଇପାରିବି ଏବଂ ମୋ ପରିବାର ଚଳେଇ ପାରିବି। ମହାଦେବ କହିଲେ ତଥାସ୍ତୁ। ସେ ସାଙ୍ଗେ ସାଙ୍ଗେ ଯୁବତୀ ସ୍ତ୍ରୀ ହେଇଗଲା। ଏଇ ଯେ ପୁରୁଷ ଲୋକଟି ତା ସ୍ୱାମୀ, ଇଏ କହିଲା ଆଚ୍ଛା ତୁ ତାହେଲେ ଯୁବତୀ ହେଇଗଲୁ ମାନେ ତୁ ସବୁ ଯୁବକ ଖୋଜିବୁ, ଆଉ ମୋତେ ପଚାରିବୁ ନାହିଁ। ତୋର ତା ମାନେ ଲକ୍ଷଣ ମାନେ ଉଦ୍ଦେଶ୍ୟ ଅଲଗା, ମୋତେ ବିଦା କରି ଅନ୍ୟମାନଙ୍କ ସାଙ୍ଗରେ ହେଁ ଫେଁ ଫେଁ ହେବା, ତାଙ୍କ ସହିତ ଚଳିବା, ତୁ ଆଉ ଏ ବୁଢ଼ାକୁ ପଚାରିବୁ ନାହିଁ। ତେଣୁ ମହାଦେବ କହିଲେ ଶୁଣ, ତୁମେ କ'ଣ ମନେ ମନେ ଭାବୁଛ? ତୁମକୁ ବି ଗୋଟେ ବର ଦେବି, ତୁମେ କ'ଣ ବର ମାଗୁଛ ମାଗ। ଏ ପୁରୁଷ ସ୍ୱାମୀଟି କହିଲା ଭଗବାନ ମୋତେ ଯଦି ଗୋଟେ ବର ଦେବେ, ଏଇ ବର ଦିଅନ୍ତୁ ଯେ ମୋ ସ୍ତ୍ରୀ ଯେ ଯୁବତୀ ହେଇଛି ସେ ସାଙ୍ଗେ ସାଙ୍ଗେ ମଣିଷରୁ ଘୁଷୁରି ହେଇଯାଉ। ସେ ସାଙ୍ଗେ ସାଙ୍ଗେ ତା ସ୍ତ୍ରୀଟି ମାଇ ଘୁଷୁରି ହେଇଗଲା। ତାପରେ ପିଲାକୁ ପଚାରିଲେ, କହିଲେ ତୋତେ ଗୋଟେ ବର ଦେବି, କ'ଣ କହ? ନା ପ୍ରଭୁ ମୋର ମା ଯାହା ଥିଲା ଯେମିତି ଥିଲା ତାକୁ ସେମିତି ଫେରାଇ ଆଣନ୍ତୁ, ଘୁଷୁରୁ ତାକୁ ପୁଣି ଥରେ ମଣିଷ କରିଦିଅନ୍ତୁ, ସେ ବୃଦ୍ଧା ହଉ ପଛକେ ସେ ମୋ ମା ଯେମିତି ଥିଲା ସେମିତି ରହୁ। ଭଗବାନ କହିଲେ ତଥାସ୍ତୁ। ଦେଖନ୍ତୁ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଆଉ ପିଲା ଯେମିତି ଥିଲେ ସେମିତି ରହିଲେ, 3ଟି ବର ପାଇକରି। ଭଗବାନ କହିଲେ ଦେଖିଲ, ଏ ହେଉଛି କର୍ମଫଳ। ଯାହା ଯାହା ଯିଏ କରିଛନ୍ତି ତାହା ଭୋଗିବାକୁ ସେମାନେ ଜନ୍ମ ହୋଇଛନ୍ତି, ସେ ଭୋଗିବେ। ଈଶ୍ୱର କୃପା ଏମିତି ବର ଦେଲେ ବା ଏମିତି ପ୍ରକାର ମିଳିଯାଏନି। ସେମାନେ ବର ପାଇବାକୁ ହକଦାର ନୁହନ୍ତି। ଖାଲି ତୁମେ କହିଲ ବୋଲି ମୁଁ 3ଟି ବର ଦେଲି, କିନ୍ତୁ 3ଟି ବରର କାମ କିଛି ହେଲା ନାହିଁ। ସ୍ତ୍ରୀଟି କହିଲା ମୁଁ ଯୁବତୀ ହେବି, ଖଟିବି,
पुरुषटी भाविला स्वामीटी भाविला से युवती हेले से युवक खोज तेणु ताको घुषुरी कर दि जाऊ पुओ कहला पुणी मो माँ को जमी था सेमती कर दि जाऊ ये तीनोटी बरर इफेक्ट मोट उपर कौन है ना सी जहाँ थे से रहिले तेणु ईर्षा जो स्वामीर स्त्री प्रति ईर्षा हो स्त्री स्वामी प्रति ईर्षा करुच्ची भाई भाई प्रति ईर्षा करुच्ची जी भी उपरकू टे उठिला से जो प्रकार उठू से लांच खाई उठू कि खटिकी उठू भल उपाय उठू प्रार्थना करी उठू कि अन्य जहाँ भी करी उठू तार उठवाटा कदापि सही होना बाहर लोक उठले किसी असुविधा नहीं आम निज लोक केमती उपरकू न उठंतु यही चिंता आम मन भर सब रोचे आई चिंता रहा द्वारा ही आम आध्यात्मिक जुगरे दिगरे अग्रसर कर आध्यात्मिक दिगरे अग्रसर करने को हेले प्रथमटा हूँ जे आप अन्य सहित निजक तुलना करेंगे नहीं निजे कौन करेंगे से चेष्टा करेंगे आप उपरकू उठंतु जिते उपरकू उठी पारे उठंतु जो जो प्रकार उठिपारे उठंतु किंतु अन्य मैंने केमिति उठिचंती से विषय विशेष मुंड पुरातु नहीं शुणु जानतु कि से विषय समालोचना करूँ नहीं कि भगवान का निकट में प्रार्थना करूँ नहीं कि से लोकर क्षति हो क्या ईर्षार दंड आप दुईटी गल्प शुणिले ईर्षार दंड बहुत भयानक मायाधीश से भगवान होउछन्ति मायाधीश सबू दंड सही हम मायाधीश दंड सही हेनी से दंड दिखती नहीं हठात तुम्हें यदि अनैतिक कार्य कर तुमको प्रोत्साहन कर जिते जहाँ कर इवेन गोटे गाड़ी खंड जहाँ ना से कार कला हेलिकप्टर कला हेलिकप्टर पर उड़ाजाज चलैला से जलजाहाज चलैला जलजाहाज बस परिवार सहित जाऊ भगवान से जलजाहाज छोटिया कणाटी करदे क्या तुम्हें अनैतिक उपाय उपरक उठिछ जहाज डुब तुम जीव पूरा परिवार ध्वंस हम तेणु मायाधीश दंड अच्छी सी सही हेनी या मन भर रखी आम टे बाटे रहा उचित आज ये नमस्कार आशा करुँची यदि वीडियोटी भल लगे आप निश्चय लाइक शेयर करेंगे बंधु मान पठेबे एवं यूट्यूब रे कमेंट भी करेंगे एवं चैनल जोटा गहन कथा नारायण मिश्र चैनल टी सब्सक्राइब करेंगे नमस्कार।